नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର ଅବସରପ୍ରାପ୍ତ 6387 ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବରେ ମିଳିବ ନିଯୁକ୍ତି। ଅନୁଦାନ ପ୍ରାପ୍ତ ବ୍ଲକ ଗ୍ରାଣ୍ଡ ହାଇସ୍କୁଲ ସହ ସଂସ୍କୃତ ଟୋଲରେ ମିଳିବ ନିଯୁକ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖାଯାଇଛି। ନୂଆ ଟିଜିଟି ନିଯୁକ୍ତି ହେବା ଯାଏ ଏମାନେ ଶିକ୍ଷକତା କରିବେ। ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ବିଡିଓ। ଖାଲି ପଦବୀରେ ଟିଜିଟି ନିଯୁକ୍ତି ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ଆସନ୍ତା ବର୍ଷ ସୁଦ୍ଧା ସମସ୍ତ ଜିଲ୍ଲାରେ 38ଟି ମଡେଲ ମଣ୍ଡି ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବସବନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଆବଶ୍ୟକ ଦେଖି ବଡ଼ ଜିଲ୍ଲାରେ 2ଟି ଲେଖାଏଁ ମଣ୍ଡି ହେବ ଏବଂ ମଡେଲ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର, ବିଜୁଳି ବ୍ୟବସ୍ଥା, ଦୋକାନ, ଏସଏଚଜି ମହିଳାଙ୍କ ଦ୍ୱାରା ଟିଫିନ୍ ସେଣ୍ଟର, ପାର୍କିଂ ଆଦି ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି। ମଡେଲ ମଣ୍ଡିର ରୂପରେଖା କେମିତି ରହିବ ସେ ନେଇ ସମବାୟ ମନ୍ତ୍ରୀ ବଳ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ମିଳିଥିବା ସୂଚନାଯୋଗ୍ୟ ରାଜ୍ୟରେ ମଡେଲ ମଣ୍ଡି ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ତଥ୍ୟ ଦେଇଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଜିଠୁ 6 ଦିନ ଯାଏଁ ବର୍ଷା ସହ ବଜ୍ରପାତ ଆଶଙ୍କା। ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବା ବେଳେ ଏବେ ଅଧିକାଂଶ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଅର୍ଥାତ୍ ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମାତ୍ର 7 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବାର ଆଶଙ୍କା ରହିଥିବା ବେଳେ ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସେସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାକୁ ବିଜୁଳି ଏବଂ ଘଡ଼ଘଡ଼ି ସହ ସତର୍କ ରହିବା ପାଇଁ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଘୋଷଣା। ରାଜ୍ୟର 1 କୋଟିରୁ ଅଧିକା ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଆସିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପୂର୍ବରୁ 2ଟି କିସ୍ତିରେ 10,000 ଟଙ୍କା ଦିଆଯାଉଥିବା ବେଳେ ଆସନ୍ତା 9 ତାରିଖ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଦିନ ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି କୁହାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ଟଙ୍କା ଦିଆଯିବ ଏବଂ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ କାରଣ ଜାଣିପାରିବେ ଏବଂ ତଥ୍ୟ ସଂଶୋଧନ କରି ଆବେଦନ କରିପାରିବେ। ବ୍ୟାଙ୍କ ଓ ଆଧାର ତଥ୍ୟ ମେଳ ନ ଖାଇଲେ, ଇକ୍ୱାସି ନ ହେଲେ ବା ବୟସ 21ରୁ 60 ବର୍ଷ ମଧ୍ୟରେ ନଥିଲେ ଆବେଦନ ଖାରଜ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଯେଉଁମାନେ ପ୍ରତି ମାସ 1,500 ଟଙ୍କା କିମ୍ବା 18,000 ଟଙ୍କାରୁ ଅଧିକ ସରକାରୀ ସହାୟତା ନେଉଛନ୍ତି ସେମାନଙ୍କୁ ଏହି ଯୋଜନାରୁ ଅଯୋଗ୍ୟ ଭାବରେ ବିବେଚନା କରି କଟାଯିବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍। ଅଗଷ୍ଟ 31ରେ ହେବ ସ୍ପେଶାଲ ଓଟିଇଟି। ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଦିଆଯାଇଛି। ଅଗଷ୍ଟ 31 ତାରିଖ ସ୍ପେଶାଲ ଓଟିଇଟି ପରୀକ୍ଷା ହେବା ନେଇ ଅବଗତ କରାଯାଇଥିବା ବେଳେ ସ୍ପେଶାଲ ଓଟିଇଟି ପରୀକ୍ଷାରେ 2ଟି ସିଟିଂ କରାଯିବ। ସକାଳ 9ଟାରୁ 11:30 ଯାଏଁ ପେପର 1 ହେବାକୁ ଥିବା ବେଳେ ଏହିପରି ପୂର୍ବାହ୍ନ 2ଟାରୁ 4:30 ଯାଏଁ ପେପର 2 ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅଗଷ୍ଟ 22ରେ ୱେବସାଇଟ ପରୀକ୍ଷାର୍ଥୀ ନିଜ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ଏବଂ ମିଳିଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା। ଏହାକୁ ଧ୍ୟାନରେ ରଖି ଏହି ପରୀକ୍ଷା ପରିଚାଳନା କରାଯିବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କୃଷି ଓ କୃଷି ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟ ଚାଷୀ ଭାଇ ଭଉଣୀମାନଙ୍କୁ ପିଏମ୍ କିଷାନ ସହାୟତା ରାଶିର 20ତମ କିସ୍ତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉତ୍ତରପ୍ରଦେଶ ବାରାଣସୀଠାରେ ଉପସ୍ଥିତ ରହି ପିଏମ୍ କିଷାନ କିସ୍ତି ବାବଦରେ ସାରା ଦେଶରେ 9.7 କୋଟି ଚାଷୀଙ୍କୁ 2,000 ଟଙ୍କା ଲେଖାଏଁ ହିସାବରେ ସମୁଦାୟ 20,500 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଇତ୍ୟାବସରରେ ଭୁବନେଶ୍ୱର ଉପକଣ୍ଠରେ ସ୍ଥିତ ICARCF ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ 34,85,000ରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ 2,000 ଟଙ୍କା ଲେଖାଏଁ ମୋଟ 697 କୋଟି ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇ ଭଉଣୀଙ୍କ ସରକାର। ଆମ ସରକାର ମାତ୍ର ବର୍ଷକ ମଧ୍ୟରେ ଆପଣଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆପଣମାନେ ଏହାକୁ ସଫଳ ମଧ୍ୟ କହିପାରନ୍ତି। ସିଏମ୍ କିଷାନ ଆମ ରାଜ୍ୟର 50 ଲକ୍ଷରୁ ଅଧିକ ଚାଷୀଙ୍କୁ ବର୍ଷକୁ 4,000 ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି ଏବଂ ପିଏମ୍ କିଷାନ ଓ ସିଏମ୍ କିଷାନରୁ ମିଶାଇ ଚାଷୀମାନଙ୍କୁ ବର୍ଷକୁ 10,000 ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି।
ଏହା ଆମ ପାଇଁ ଖୁସିର କଥା ଏବଂ ଏହା ଓଡ଼ିଶାର ଗୌରବ ମଧ୍ୟ ଏବଂ ଏହା ଦ୍ୱାରା ଓଡ଼ିଶାରେ କୃଷି କ୍ଷେତ୍ରରେ ବିକାଶ ହେବ ବୋଲି ମୋର ଆଶା ରହୁଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ନିରାମିଷ ପିଲାଙ୍କ ପାଇଁ ଆସିଲା ଖୁସି ଖବର। ଶିଶୁ ବାଟିକାରୁ ଦଶମ ଯାକେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ମିଳିବ ଫଳ। ଅଣ୍ଡା ବଦଳରେ ଅଣ୍ଡା ମୂଲ୍ୟର ଫଳ ଦିଆଯିବ ବୋଲି ସୂଚନା ଆସିଛି। ରାଜ୍ୟ ଶିକ୍ଷା ବିଭାଗର ନିଷ୍ପତ୍ତି, ଯେଉଁ ସ୍କୁଲ ପିଲାମାନେ ଆମିଷ ଖାଉନଥିବେ ସେମାନଙ୍କୁ ମିଳିବ ଫଳ। ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ ବୋଲି ସୂଚନା ଆସିଛି। ସପ୍ତାହକୁ 3 ଥର ସୋମବାର, ବୁଧବାର, ଗୁରୁବାର ଏବଂ 3 ଦିନ ପିଲାଙ୍କୁ ଫଳ ଦିଆଯିବ ବୋଲି କୁହାଯାଉଛି। ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ସମ୍ଭବ ହୋଇଥିବା ମଧ୍ୟାହ୍ନ ଭୋଜନ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି। କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ଯେଉଁ ଛାତ୍ରଛାତ୍ରୀମାନେ ଆମିଷ ଖାଇନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ କହିଛନ୍ତି ରାଜ୍ୟ ସରକାର। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆରପାରିରେ ଓଡ଼ିଶା ସିନେମା ଜଗତର ଖ୍ୟାତିନାମୀ ଅଭିନେତା ତଥା ଦିଗପହଣ୍ଡି ଭାଜପା ବିଧାୟକ ସିଦ୍ଧାର୍ଥ ମହାପାତ୍ରଙ୍କ ମା କନକ ମହାପାତ୍ର ବିୟୋଗ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥ ଥିବା ବେଳେ ଗତ ଶନିବାର ତାଙ୍କର ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ ପରୋପକାରିଣୀ ମହିଳା ଭାବରେ ଜନପ୍ରିୟ ଥିବା ବେଳେ ମାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପୁଅ। ତେବେ ତାଙ୍କ ମାଙ୍କ ଦେହାନ୍ତ ଖବର ଶୁଣି ସବୁଆଡେ ଶୋକମୟ ପରିସ୍ଥିତି ହୋଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ହ୍ୟାଣ୍ଡେଲରେ ତାଙ୍କ ଅମର ଆତ୍ମା ସଦ୍ଗତି କାମନା କରିଛନ୍ତି। ଏହା ସହ ଶୋକସ୍ତବ୍ଧ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଦ୍ଧାର୍ଥଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ମାଙ୍କ ଶେଷ ଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୀଡ଼ିତା ଆଉ ନାହାନ୍ତି। ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି। ଏମ୍ସ ଦିଲ୍ଲୀରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ଆସିଛି। ଡାକ୍ତରମାନେ ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ଏହା ବିଫଳ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ଏବଂ ଏ ଘଟଣା ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଛି। ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା ଏବଂ ବୟାନରେ ପୀଡ଼ିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସୂଚନା ଦେଇଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଓ ସିଏମଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଘଟଣା ଅପରାଧୀ ଯେଉଁଥିରେ ଥିଲେ ବି ନିଶ୍ଚିତ ଧରାପଡ଼ିବେ ଏବଂ ପୋଲିସ ଟିମ୍ ଅପରେସନ ମୋଡରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।